ନୂଆଗାଁ ବ୍ଲକ ଅନ୍ତର୍ଗତ ଢେଙ୍କେଣା ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଗୃହ ନିର୍ମାଣକୁ ନେଇ ଚାଲିଛି ଟଣା ଉଟରା। ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଏଥିନେଇ ଢେଙ୍କେଣା ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଦେଇଛନ୍ତି ଦାବିପତ୍ର। ସୂଚନା ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ବାସିନ୍ଦାଙ୍କ ବିବାହ ବ୍ରତ ପ୍ରଭୃତି ମାଙ୍ଗଳିକ କାର୍ଯ୍ୟ ଏବଂ ସଭା ସମିତି ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଗାଁ ବ୍ଲକର ଢେଙ୍କେଣା ପଞ୍ଚାୟତରେ ଏକ କଲ୍ୟାଣ ମଣ୍ଡପ ପାଇଁ 2011 ମସିହାରୁ ସରକାର ଆର୍ଥିକ ଅନୁଦାନ ଯୋଗାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଢେଙ୍କେଣା ପଞ୍ଚାୟତର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ହେଲେ ଏବେ ପ୍ରଶାସନ ପକ୍ଷରୁ ଉକ୍ତ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ତା ପଞ୍ଚାୟତବାସୀଙ୍କ ସୁବିଧା ପ୍ରତି ଦୃଷ୍ଟି ନ ଦେଇ ଢେଙ୍କେଣା ମୌଜା ବାହାରେ ଅନ୍ୟତ୍ର କଲ୍ୟାଣ ମଣ୍ଡପଟି କରାଯିବା ପାଇଁ ମସୁଦା ଚାଲିଥିବା ନେଇ ଢେଙ୍କେଣା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏହାର ପ୍ରତିବାଦରେ ଆଜି ତା 3/10/2024 ଗୁରୁବାର ଦିନ ଢେଙ୍କେଣା ଗ୍ରାମ ସଭାପତିଙ୍କ ସମେତ ଗ୍ରାମବାସୀମାନେ ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚି ସମସ୍ତ ପଞ୍ଚାୟତବାସୀଙ୍କ ସୁବିଧା ଦୃଷ୍ଟିରୁ ପଞ୍ଚାୟତର ମଧ୍ୟଭାଗ ଢେଙ୍କେଣା ମୌଜା ସରହଦଠାରେ କଲ୍ୟାଣ ମଣ୍ଡପଟି ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ତେ ଢେଙ୍କେଣା ପଞ୍ଚାୟତବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଞ୍ଚାୟତର ମଧ୍ୟସ୍ଥଳରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିବା କଥା ଗ୍ରାମ ସଭାପତି ଦେବରାଜ ସାହୁଙ୍କ ଉପସ୍ଥିତି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏଥିନେଇ ଗଣମାଧ୍ୟମ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କ ମତାମତ ନେବାରେ ସେ କହିଛନ୍ତି, କଲ୍ୟାଣ ମଣ୍ଡପ ନିର୍ମାଣ କେଉଁଠି ହେବ ତା ପୂର୍ବରୁ ନିର୍ଦ୍ଧାରିତ ହୋଇଛି। ଏଣୁ ଲୋକଙ୍କର ସୁବିଧା ଦୃଷ୍ଟିରୁ ପ୍ରଶାସନ ଯେଉଁଠି କହିବା ସେଠାରେ ହିଁ ହେଉ। ଦେଖିବାକୁ ରହିଲା ସମସ୍ତ ପଞ୍ଚାୟତ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେଉଁଠାରେ କେବେ ଢେଙ୍କେଣା ପଞ୍ଚାୟତର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି ଓ କେବେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଜନସାଧାରଣଙ୍କ ବ୍ୟବହାରରେ ଉପଯୋଗ ହେଉଛି। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।